ବସୁମତୀ ମନ୍ଦିର କୋଉ ଠାକୁରଙ୍କ ମନ୍ଦିର? ଶିବ। ଆମ ଏଇ ଚାରିପଟେ ସବୁ କଣ ସବୁ ଅଛି? ଗଛ ନା ଏଟା ଗୋଟେ କଣ ଜଙ୍ଗଲ ନାଇଁ କି ଗଛ ସବୁ ଦେଖି ପାରୁଛ? ଚାର ଗଛ ଏମିତି ବହୁତ ପ୍ରକାର ଗଛ ଅଛି ନାଇଁ କି? ତମେ ସମସ୍ତେ ପଢିଛ ତାହେଲେ ଜଙ୍ଗଲ କଣ ଉପକାରରେ ଆସେ କିଏ କିଏ କହିପାରିବ? ହାତ ଟେକିଲା କହିଲ। ଜଙ୍ଗଲ କଣ ଉପକାରରେ ଆସେ? ଆମେ ଜଙ୍ଗଲରୁ କଣ କଣ ପାଉ କିଏ କହିବ? କାଠ କାଠି ପତ୍ର ଅମ୍ଳଜାନ ଆଉ କଣ? ଫଳ ଝୁଣା ଡାଳ କାଠ ଝୁଣା ତମେ ମାନେ କହିଲ ଝୁଣା କୋଉଠୁ ବାହାରେ? ଶାଳ ଗଛରୁ ନାଇଁ କି? ଆମ ଦେହରୁ ଝାଳ ବାହାରେ କି ନାଇଁ? ସେଇଭଳିଆ ଆମ ଯୋଉ ୱେଷ୍ଟ ଜିନିଷ ଗୁଡା ଯେମିତି ଝାଳ ଆକାରରେ ପରିସ୍ରା ଆକାରରେ ଯାଉଛି ସେଇଭଳିଆ ଶାଳ ଗଛର ୱେଷ୍ଟ ଗୁଡା କୋଉ ଆକାରରେ ବାହାରୁଛି? ଯୋଉଟା କି ଆମେ ଘରେ ବ୍ୟବହାର କରୁଛେ ହଁ ନା ନାଇଁ? ଆଉ ଗୋଟେ ରେଡ୍ ଫୁଲ ଦେଖା ଯାଉଛି ଦେଖ ସମସ୍ତେ ଛୁଆ ମାନେ ତା ଦେହ ସାରା କଣ ଅଛି? ଏଟା କି ଗଛ? ଶିମିଳି ଗଛ କୋଉ କାମରେ ଆସେ? ଆଉ ଔଷଧୀୟ ଆଉ ତାର ଫୁଲରୁ କେବେ ଦେଖିଛ ଶିମିଳି ତୁଳା ଦେଖିଛ? ଶିମିଳି ତୁଳା ବି ବାହାରେ ଯୋଉଟା କି ଆମେ ତକିଆ ବି ତିଆରି କରାଯାଏ। ଆଉ ତା ଫୁଲ ଗୁଡା ଯେତେବେଳେ ତଳେ ଖାଏ ପଶୁ ପକ୍ଷୀ ଖାଇକିନା ସେଟା ବଞ୍ଚନ୍ତି। ଆଉ ଗୋଟେ ଆମେ ଫଳ ପାଉ ବୋଲି ତମେ କହୁଥିଲ ନାଇଁ କି? ତାହେଲେ ଏଇ ଜଙ୍ଗଲରେ କି ଫଳ ଗଛ ଅଛି? ଚାର ଅଛି ଆଉ କେନ୍ଦୁ ଅଛି। ଆଉ ତୁ ଗୋଟେ ପତ୍ର ଧରି ଯୋଉଟା କି ପତ୍ର? ଏଟା କଣ କରାଯାଏ? ତାହେଲେ ଆମେ ଯୋଉ ଏବେ ବେଶୀ କଣ ବ୍ୟବହାର କରୁଛେ? ପ୍ଲାଷ୍ଟିକ ର ଖଲି ବ୍ୟବହାର ନ କରିକିନା ଆମେ କୋଉ ଖଲି ବ୍ୟବହାର କରିବା? ଆମେ ଲୋକମାନଙ୍କୁ ପ୍ରଶ୍ନ ବି କରିବା ସଚେତନତା କରିବା ଯେ ଶାଳ ପତ୍ର ହେଲା ଶିଆଳି ପତ୍ରର ଖଲି ହେଲା ଏସବୁକୁ ଆମେ ବେଶୀ ବ୍ୟବହାର କରିବା ହଁ ନା ନାଇଁ? ହଁ। ତାହେଲେ ଆମେ ମନ୍ଦିର ସଫେଇ କଲେ ସମସ୍ତେ ମନ୍ଦିର ଚାରିପାର୍ଶ୍ୱ ସଫା କଲ ଆଉ ଜଙ୍ଗଲରେ କୋଉ ମାନଙ୍କୁ ଦେଖିଲ? ସବୁ କୋଉ ଜୀବ ମାନଙ୍କୁ ଦେଖିଲ? ଚଢେଇ ଆଉ ମୂଷା ଦେଖିଲ ନା ନାଇଁ?